ଆଜ୍ଞା ନମସ୍କାର। ଆଉ ଏକ ସତ କଥାରେ ଆପଣମାନଙ୍କୁ ସ୍ୱାଗତ। ତ ଚାଲନ୍ତୁ ସତ କଥାଟିଏ ଆରମ୍ଭ କରିବା। ଆପଣମାନେ ଦେଖିଥିବେ ପାଣି ଯେତେବେଳେ ଝରଣାରୁ ଝରି ଆସୁଥାଏ ତାହା ଗୋଟେ ଜାଗାରେ ରହି ତାହା ଅପରିଷ୍କାର ହୋଇଯାଏ। ଯଦି ଆପଣମାନେ ଟିକେ ରାସ୍ତା କରିଦେବେ ନା ତାହେଲେ ସେ ପାଣିଟି ବୋହିଯାଇ ତାହା ନିର୍ମଳରେ ପରିଣତ ହୋଇଯାଏ। ସେମିତି ଆପଣ ଯେତେ ଯାହା କରନ୍ତୁ ନା ଆଜ୍ଞା, ଆପଣଙ୍କର ପିଲାମାନଙ୍କ ପାଇଁ ସେମିତି ସୁନ୍ଦର ରାସ୍ତାଟିଏ ତିଆରି କରିଦିଅନ୍ତୁ, ଯାହାକି ଆପଣଙ୍କର ପିଲାମାନେ ବି ମଧ୍ୟ ସେଇ ନିର୍ମଳ ଜଳ ପରି ଆପଣମାନଙ୍କ ପିଲା ହୋଇଯିବେ। ଆଜ୍ଞା ଠିକ୍ କହିଲି ନା? କଥାଟି ଯଦି ଭଲ ଲାଗୁଛି ତ ନିଶ୍ଚୟ ଲାଇକ୍, କମେଣ୍ଟ, ସେୟାର ନିଶ୍ଚୟ କରିବେ, ଫଲୋ ମଧ୍ୟ କରିବେ। ରହିଲି, ଜୟ ଜଗନ୍ନାଥ।